ମଧ୍ୟପ୍ରଦେଶର ଏକ ଗାଁରେ ସୁମତି ନାମକ ଜଣେ ବିଧବା ତାଙ୍କ ଶାଶୁ ଓ ସୁରଙ୍କ ସହ ରହୁଥିଲେ। 30 ବର୍ଷ ବୟସର ସୁମତି ଏକ ଦୁର୍ଘଟଣାରେ ତାଙ୍କ ସ୍ୱାମୀ ସଞ୍ଜୀବଙ୍କୁ ହରାଇଥିଲେ। ସ୍ୱାମୀଙ୍କୁ ହରାଇବା ପରେ ସୁମତି କାହା ଉପରେ ବୋଝ ହେବାକୁ ଚାହୁଁନଥିଲେ। ତେଣୁ ଗାଁର ଜମିଦାରଙ୍କ କ୍ଷେତରେ କୁଲି କାମ କରୁଥିଲେ। ତାଙ୍କର 5 ବର୍ଷର ପୁଅ ଦୀପକ ଥିଲା ତାଙ୍କ ଜୀବନର ଏକମାତ୍ର ଆଲୋକ। ପୁଅ ପାଇଁ ଏକ ଉଜ୍ଜଳ ଭବିଷ୍ୟତ ଗଢ଼ିବା ପାଇଁ ସୁମତି ସବୁବେଳେ ଚିନ୍ତା କରୁଥିଲେ। ଗାଁ ଲୋକଙ୍କ ନିକଟରେ ସୁମତିଙ୍କ ସୌନ୍ଦର୍ଯ୍ୟ, ନମ୍ରତା ଓ ଆଚରଣ ପାଇଁ ବହୁତ ସମ୍ମାନ ଥିଲା। ଜମିଦାରଙ୍କ ନାମ ଥିଲା କରୁଣାକର। 60 ବର୍ଷ ବୟସର ଶକ୍ତିଶାଳୀ ଓ ଧନୀ ଏହି ବ୍ୟକ୍ତିଙ୍କର ବିଶାଳ ହାଭେଲି, ଶହ ଶହ ଏକର ଜମି ଓ ଗାଁ ଉପରେ ତାଙ୍କର ପ୍ରଭାବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିଲା। ତାଙ୍କ ଆଖିରେ ନିଷ୍ଠୁରତା ସ୍ପଷ୍ଟ ଦେଖାଯାଉଥିଲେ ହେ ତାଙ୍କ କଥାବାର୍ତ୍ତା ଅନ୍ୟମାନଙ୍କୁ ଆକର୍ଷିତ କରୁଥିଲା। କରୁଣାକରଙ୍କର 3 ଜଣ ସ୍ତ୍ରୀ ଥିଲେ, କିନ୍ତୁ 3 ଜଣ ରହସ୍ୟଜନକ ଭାବେ ମରିଯାଇଥିଲେ। ଗାଁ ଲୋକେ ଏହାକୁ ସାଧାରଣ ମୃତ୍ୟୁ ମନେ କରୁଥିଲେ ହେ କେତେକଙ୍କ ମନରେ ସନ୍ଦେହ ଥିଲା ଯେ କରୁଣାକର ପୁରୁଷହୀନ, ତେଣୁ ସେ ତାଙ୍କ 3 ସ୍ତ୍ରୀଙ୍କୁ ହତ୍ୟା କରିଛି। କିନ୍ତୁ କେହି ତାଙ୍କ ବିରୁଦ୍ଧରେ କଥା କହିବାକୁ ସାହସ କରୁନଥିଲେ। ତାଙ୍କ ବିରୁଦ୍ଧରେ କଥା କହିଲେ କେହି ଜୀବିତ ରହିପାରିବେ ନାହିଁ। ଏହି କରୁଣାକରଙ୍କ କ୍ଷେତରେ ସୁମତି କୁଲି କାମ କରୁଥିଲେ। ସେ ତାଙ୍କ ସୁଖ ଦୁଃଖ ପଚାରୁଥିବା ଭାଙ୍ଗି ତାଙ୍କୁ ପଛରେ ଲାଗି ହଇରାଣ କରୁଥିଲେ। ମଜୁରୀ ଦେବା ସମୟରେ ସେ ତାଙ୍କ ଶରୀର ଛୁଇଁ ଅସଭ୍ୟ ଆଚରଣ କରୁଥିଲେ। କରୁଣାକର ଯେତେ ହଇରାଣ କରୁଥିଲେ ହେ ସୁମତି ତାଙ୍କ ପୁଅର ଭବିଷ୍ୟତ ପାଇଁ ସବୁ ସହି ଜୀବନ ଚଳାଉଥିଲେ। କାରଣ ଗାଁ ସାରା ତାଙ୍କୁ ଭୟ କରୁଥିବା ବେଳେ ସୁମତି ଏକାକୀ ତାଙ୍କ ବିରୁଦ୍ଧରେ କିଛି କରିପାରୁନଥିଲେ। ଏହି ପରିସ୍ଥିତିର ସୁଯୋଗ ନେଇ କରୁଣାକର ସୁମତିଙ୍କୁ ପାଇବା ପାଇଁ ଏକ ବଡ଼ ଯୋଜନା କଲେ। ଏକ ଦିନ ସୁମତି ତାଙ୍କ କ୍ଷେତରେ କାମ କରୁଥିବା ବେଳେ କରୁଣାକର ସୁମତିଙ୍କ ଶାଶୁ ଓ ସୁରଙ୍କ ପାଖକୁ ଯାଇ କହିଲେ, ମୁଁ ତୁମ ବୋହୂର କଷ୍ଟ ଦେଖି ରହିପାରୁନି। ମୁଁ ତାଙ୍କୁ ବାହାଘର କରି ତାଙ୍କ ଭବିଷ୍ୟତ ଠିକ୍ କରିବି, ଆଉ ତାଙ୍କ ପୁଅକୁ ମଧ୍ୟ ଭଲ ଜୀବନ ଦେବି। କରୁଣାକରଙ୍କ ଅତୀତ ଜାଣିଥିବା ସୁମତିଙ୍କ ଶାଶୁ ଓ ସୁର ପ୍ରଥମେ ଏହି ବାହାଘରକୁ ରାଜି ହେଲେ ନାହିଁ। ସେମାନେ କହିଲେ, ନା ସ୍ୱାମୀ, ଆମ ପୁଅ ମରିଯିବା ପରେ ସୁମତିଙ୍କର ଆଉ ବାହାଘର କରିବାର ଇଚ୍ଛା ନାହିଁ। ତାଙ୍କୁ ଏବେ କେବଳ ପୁଅର ଭବିଷ୍ୟତ ଠିକ୍ କରିବାର ଦରକାର, ଆଉ କିଛି ନୁହେଁ। କିନ୍ତୁ କରୁଣାକର ସେମାନଙ୍କ ସାମନାରେ ଟଙ୍କାର ଗଦା ଛଡ଼ାଇ କହିଲେ, ଦୟାକରି ଥରେ ଭାବିଦିଅ, ସ୍ତ୍ରୀ ବିନା ମୁଁ ବହୁତ କଷ୍ଟରେ ଅଛି। ମୋ ପରି ସୁମତି ମଧ୍ୟ ସ୍ୱାମୀ ବିନା କଷ୍ଟ ପାଉଛନ୍ତି। ତୁମେ ଯଦି ସୁମତିଙ୍କୁ ମୋ ପାଖରେ ବାହାଘର ଦିଅ, ତେବେ ଆମ ଦୁହିଁଙ୍କ ଜୀବନ ନୂଆ ହେବ। ତୁମ ବୋହୂ ମୋ ହାଭେଲିରେ ମୋର ଯତ୍ନ ନେଲେ ହିଁ ଚଳିବ। ମୁଁ ତାଙ୍କୁ ରାଣୀ ପରି ରଖିବି। ଟଙ୍କା ଦେଖି ସୁମତିଙ୍କ ଶାଶୁ ଓ ସୁର କହିଲେ, ଆମେ ତାଙ୍କୁ ବାହାଘରକୁ ରାଜି କରାଇବୁ, ତୁମେ ଚିନ୍ତା କର ନାହିଁ। ଏହାପରେ ସୁମତି କାମରୁ ଫେରିବା ମାତ୍ରେ ସେମାନେ କରୁଣାକରଙ୍କ ବାହାଘର ପ୍ରସ୍ତାବ ବିଷୟରେ ତାଙ୍କୁ କହିଲେ। ସେମାନେ କହିଲେ, ସୁମତି, ଆମ ବୟସ ହୋଇଛି। ତୋର ଯତ୍ନ ନେବାକୁ ଜଣେ ପୁରୁଷର ସାହାଯ୍ୟ ଦରକାର। ଏକା ରହିବା ତୁ ଯାହା ଭାବୁଛୁ ତାହା ସହଜ ନୁହେଁ। ଦୟାକରି ଆମ କଥା ଶୁଣ। କେତେଦିନ କୁଲି କାମ କରି ଜଙ୍ଗଲୀ ଜୀବନ ଚଳାଇବୁ। କରୁଣାକରଙ୍କୁ ବାହାଘର କରି ସୁଖରେ ରହ। ସୁମତି ପ୍ରଥମେ ମନା କଲେ। ସେ କହିଲେ, କରୁଣାକରଙ୍କ ଆଚରଣ ଠିକ୍ ନୁହେଁ, ତାଙ୍କ ନଜର ଠିକ୍ ନୁହେଁ। ଏତେ ଦିନରେ ତାଙ୍କର 3ଟି ବାହାଘର ହୋଇଛି, ଆଉ ତାଙ୍କ ବୟସ ମଧ୍ୟ ହୋଇଛି। କିନ୍ତୁ ତାଙ୍କ ଶାଶୁ ଓ ସୁର କହିଲେ, ସୁମତି, ତାଙ୍କ ନଜର ଓ କଥାବାର୍ତ୍ତା ଏମିତି ହିଁ। ଦେଖିବାକୁ କଠୋର ଲାଗୁଛି ହେ ସେ ବହୁତ ଭଲ ଲୋକ। ଗାଁ ଲୋକଙ୍କ କଥା ଶୁଣ ନାହିଁ। ତୋ କଷ୍ଟରେ କେହି ଆସିବେ ନାହିଁ। କେବଳ ତୋ ଜୀବନ ଓ ପୁଅର ଭବିଷ୍ୟତ ବିଷୟରେ ଭାବ। ଏହା କହି ସେମାନେ ତାଙ୍କୁ ବାହାଘରକୁ ରାଜି କଲେ। ସୁମତିଙ୍କର ଇଚ୍ଛା ନଥିଲେ ହେ ପୁଅର ଭବିଷ୍ୟତ ପାଇଁ ଓ ଶାଶୁଶ୍ୱରଙ୍କ ଚାପରେ ସେ କରୁଣାକରଙ୍କୁ ବାହାଘର କରିବାକୁ ରାଜି ହେଲେ। କିନ୍ତୁ ତାଙ୍କୁ ଏତେ ଟିକେ ମଧ୍ୟ ଜଣା ନଥିଲା ଯେ ଏହି ବାହାଘର
ତାଙ୍କ ଜୀବନର ଦିଗ ବଦଳାଇ ଦେବ, ତାଙ୍କ ଜୀବନରେ ସବୁଠାରୁ ବଡ଼ ପରିବର୍ତ୍ତନ ଆଣିବ। ଗାଁ ଲୋକେ ସମସ୍ତେ ଫିସଫିସ କରି କହୁଥିଲେ, ସୁମତି ଯଦି କରୁଣାକରଙ୍କୁ ବାହାଘର କରେ ତେବେ ଅଧିକ ଦିନ ବଞ୍ଚିବ ନାହିଁ, ତାଙ୍କ ଦ୍ୱାରା ହତ୍ୟା ହେବ। ଏହି ପରିସ୍ଥିତିରେ ସୁମତି ବାହାଘର କରି କରୁଣାକରଙ୍କ ସହ ତାଙ୍କ ହାଭେଲିରେ ପାଦ ରଖିଲେ। ତାଙ୍କ ହାଭେଲି ଦେଖି ମନେ ହେଲା ଯେମିତି ସେ ଇନ୍ଦ୍ରଲୋକ ଦେଖୁଛନ୍ତି। ବଡ଼ ବଡ଼ ସ୍ତମ୍ଭ, ମହଙ୍ଗା ଆସବାବ, ରୂପାର ଥାଳି, ଗ୍ଲାସ, ସବୁକିଛି ରାଜକୀୟ ଐଶ୍ୱର୍ଯ୍ୟ ପରି ଲାଗୁଥିଲା। ସେହି ରାତିରେ ହିଁ ସୁମତି ଓ କରୁଣାକରଙ୍କ ପାଇଁ ପ୍ରଥମ ରାତିର ଆୟୋଜନ କରାଯାଇଥିଲା। ଅନିଚ୍ଛୁକ ମନରେ ସୁମତି ଦୁଧର ଗ୍ଲାସ ହାତରେ ନେଇ ଶୋଇବା ଘରକୁ ଗଲେ। ସୁମତିଙ୍କୁ ଅପେକ୍ଷା କରୁଥିବା କରୁଣାକର ଘରେ ପଶିବା ମାତ୍ରେ ତାଙ୍କ ନିକଟକୁ ଗଲେ। ତାଙ୍କୁ ଅଟକାଇ ଆଖିରୁ ଲୁହ ଝରାଇ ସୁମତି କହିଲେ, ମୋତେ କିଛି ଦିନ ସମୟ ଦିଅ, ମୁଁ ମୋ ଅତୀତ ଭୁଲି ପାରୁନି। ମୋ ସ୍ୱାମୀଙ୍କ ସ୍ମୃତି ମୋତେ ବହୁତ କଷ୍ଟ ଦେଉଛି। ଦୟାକରି ଆଜି ନୁହେଁ। କରୁଣାକର ଅଧିକ ଜୋର କଲେ କାମ ହେବ ନାହିଁ ଭାବି ରାଗରେ ଗୁଣୁଗୁଣୁ ହୋଇ ନିଜର ଗୁପ୍ତ ଘରକୁ ଚାଲିଗଲେ। କରୁଣାକରଙ୍କର ଏକ ଅଭ୍ୟାସ ଥିଲା, ସେ ତାଙ୍କ ଡାଏରୀରେ ପ୍ରତିଦିନର ଘଟଣା ଲେଖୁଥିଲେ। ସେହି ଦିନର ଘଟଣା ମଧ୍ୟ ଲେଖି ତାହାକୁ ତାଙ୍କ ଗୁପ୍ତ ଘରର ଏକ ବାକ୍ସରେ ନିରାପଦରେ ରଖିଲେ। ତାଙ୍କ ଘରକୁ ସ୍ତ୍ରୀ କିମ୍ବା ଘରୋଇ କର୍ମଚାରୀ କେହି ଯାଉନଥିଲେ। ପରଦିନ ମଧ୍ୟ ପ୍ରଥମ ରାତି ପାଇଁ ସୁମତିଙ୍କୁ ହଇରାଣ କରିବା ଆରମ୍ଭ କଲେ। କିନ୍ତୁ ସୁମତି ଅନୁମତି ନ ଦେବାରୁ ସେ ତାଙ୍କୁ ଗାଳି ଦେଇ ଗୁପ୍ତ ଘରକୁ ଚାଲିଗଲେ। ଏହିପରି କିଛି ଦିନ ଗଲା। ସୁମତି ତାଙ୍କ ସହ ପ୍ରଥମ ରାତି କାଟିଲେ ନାହିଁ। କରୁଣାକରଙ୍କ ଇଚ୍ଛା ପୂରଣ ନ ହେବାରୁ ସେ ପଶୁ ପରି ଆଚରଣ କରିବା ଆରମ୍ଭ କଲେ। ସୁମତିଙ୍କୁ ସମ୍ମାନରେ ନ ଦେଖି ତାଙ୍କ କାମନାର ଶିକାର ଭାବେ ଦେଖିବାକୁ ଲାଗିଲେ। ତାଙ୍କ ପୁଅକୁ ମଧ୍ୟ ଦୂରେଇ ରଖିବାକୁ ଚେଷ୍ଟା କଲେ। ଏକଦିନ ସୁମତି କରୁଣାକରଙ୍କୁ କଖି ଦେବାକୁ ତାଙ୍କ ଗୁପ୍ତ ଘରକୁ ଗଲେ। କରୁଣାକର ଏକ ଡାଏରୀରେ କିଛି ଲେଖୁଥିଲେ। ସୁମତିଙ୍କୁ ଦେଖି ରାଗରେ ତାଙ୍କ ଗାଲରେ ଚାପୁଡ଼ା ମାରି କହିଲେ, ଆଉ ଏ ଘରକୁ ଆସିବୁ ନାହିଁ। ଆଖିରୁ ଲୁହ ଝରାଇ ସୁମତି ସେହି ଘରୁ ବାହାରି ଆସିଲେ। ଏହି ଲୋକଟା ଏମିତି ଆଚରଣ କାହିଁକି କରୁଛି? ସ୍ତ୍ରୀମାନେ କ'ଣ କେବଳ ତାଙ୍କ ସହ ଶୋଇବା ପାଇଁ? ତାଙ୍କ ଅନୁଭବର କୌଣସି ସମ୍ମାନ ନାହିଁ କି? ଏହା ଭାବି ସେ ଚିନ୍ତିତ ହେଲେ। ଏହି ଚିନ୍ତା ମଧ୍ୟରେ ତାଙ୍କ ମନେ ପଡ଼ିଲା, କରୁଣାକରଙ୍କୁ କଖି ଦେବାକୁ ଗୁପ୍ତ ଘରକୁ ଯିବା ସମୟରେ ଏକ ଡାଏରୀରେ 3 ସ୍ତ୍ରୀଙ୍କ ଜୀବନୀ ଲେଖା ଦେଖିଥିଲେ। ଏହା ମନେ ପଡ଼ିବା ମାତ୍ରେ ସୁମତିଙ୍କ ମନରେ କୌତୂହଳ ଜାଗିଲା। କାହିଁକି ଡାଏରୀରେ 3 ସ୍ତ୍ରୀଙ୍କ ଜୀବନୀ ଲେଖା ହୋଇଛି? ତାହାରେ କ'ଣ ଅଛି? ସେ ନିଷ୍ପତ୍ତି ନେଲେ ସେହି ଡାଏରୀ ଦେଖିବା ଓ ଗୁପ୍ତ ଘରର ଅନ୍ୟ ନଥି ମଧ୍ୟ ଦେଖିବା ଦରକାର। କିନ୍ତୁ ତାଙ୍କ ଘରକୁ ଏତେ ସହଜରେ ପଶିବା ସମ୍ଭବ ନଥିଲା। ସେ ସବୁବେଳେ ସେହି ଘରେ ରହୁଥିଲେ, ଆଉ ବାହାରକୁ ଯିବା ସମୟରେ ବଡ଼ ତାଲା ଲଗାଇ ଯାଉଥିଲେ। ସେହି ଦିନଠାରୁ ସୁମତିଙ୍କ ଆଖି କେବଳ ସେହି ଗୁପ୍ତ ଘରର ଦୁଆର ଉପରେ ଥିଲା। ସେ ଘରେ ପଶିବା ପାଇଁ ଅପେକ୍ଷା କରୁଥିଲେ। କିନ୍ତୁ ଅନେକ ଦିନ ଗଲେ ମଧ୍ୟ ତାଙ୍କ ଘରେ ପଶିବାର ସୁଯୋଗ ମିଳିଲା ନାହିଁ। ଏକ ଦିନ କରୁଣାକର ପାଖ ଗାଁକୁ ଏକ ଅନୁଷ୍ଠାନକୁ ଗଲେ। ଘରକୁ ଫେରିବା ସମୟରେ ରାତି 10ଟା ତପି ଯାଇଥିଲା। ଭଲ ମଦ ପିଇ ତଳମଳ ହୋଇ ଫେରିଲେ। ତାଙ୍କୁ ଦେଖି ସୁମତି ଭାବିଲେ, ଏହା ହିଁ ଠିକ୍ ସମୟ। ସେ ସାବଧାନରେ ତାଙ୍କୁ ନେଇ ଗୁପ୍ତ ଘରେ ଶୁଆଇଲେ। କିଛି ମିନିଟରେ ସେ ଗଭୀର ନିଦ୍ରାରେ ତଳିଗଲେ। ସୁମତି ସେଠାରେ ଥିବା ଏକ ପୁରୁଣା କାଠ ବାକ୍ସ ଖୋଲିଲେ। ତାହାରେ କିଛି ଡାଏରୀ ଓ ନଥି ମିଳିଲା। ସେଥିରୁ ପ୍ରଥମେ 3 ସ୍ତ୍ରୀଙ୍କ ଜୀବନୀ ଡାଏରୀ ପଢ଼ିବା ଆରମ୍ଭ କଲେ। କରୁଣାକରଙ୍କ ପ୍ରଥମ ସ୍ତ୍ରୀ ତାଙ୍କ ପୁରୁଷତ୍ୱ ବିଷୟରେ ଉପହାସ କରିଥିଲେ। କୋଟି କୋଟି ଟଙ୍କାର ସମ୍ପତ୍ତି ଥାଇ ମଧ୍ୟ ସେ ସଂସାର ପାଇଁ ଅକର୍ମଣ୍ୟ ବୋଲି ଅଭିଯୋଗ କରିଥିଲେ। ତେଣୁ କରୁଣାକର ତାଙ୍କ ଖାଦ୍ୟରେ ପ୍ରତିଦିନ ବିଷ ମିଶାଇ କାହାରି ସନ୍ଦେହ ନ ହେବା ଭଳି ଧୀରେ ଧୀରେ ତାଙ୍କୁ ହତ୍ୟା କରିଥିଲେ। ତାପରେ ଦ୍ୱିତୀୟ ସ୍ତ୍ରୀ, ତୃତୀୟ ସ୍ତ୍ରୀ, ଏବେ ସୁମତିଙ୍କ ପାଳି। ସୁମତି ଏପର୍ଯ୍ୟନ୍ତ ମୋ ସହ ପ୍ରଥମ ରାତି କାଟିନାହିଁ। ସେହା ଶେଷ ହେବା ପରେ ସେ କ'ଣ କହିବ, ପରେ କ'ଣ ହେବ ତାହା ଦେଖିବାକୁ ହେବ ଲେଖା ହୋଇଥିଲା।
ଭୟରେ ସୁମତି ଏସବୁ ପଢ଼ିଲେ। ତାପରେ ତାଙ୍କ ଆଖି ଅନ୍ୟ ଏକ ଡାଏରୀ ଉପରେ ପଡ଼ିଲା। ତାହାକୁ ଖୋଲି ପଢ଼ିବା ମାତ୍ରେ ମନେ ହେଲା ଯେମିତି ବଜ୍ରପାତ ହେଲା। ତାହାରେ ଲେଖା ହୋଇଥିଲା, ଏକ ଦିନ ସୁମତି ତାଙ୍କ ସ୍ୱାମୀ ଓ ପୁଅ ସହ ଗାଁର ମନ୍ଦିରକୁ ଯାଉଥିଲେ। ତାଙ୍କ ଚନ୍ଦନର ସୌନ୍ଦର୍ଯ୍ୟ ଓ ଶାନ୍ତ ମୁଖ ମୋ ଦୃଷ୍ଟି ଆକର୍ଷିତ କଲା। ତାଙ୍କୁ ଦେଖି ମୁଁ ନିଷ୍ପତ୍ତି ନେଲି, ଏହି ସୁନ୍ଦରୀଙ୍କୁ ମୋର କରିବା ଦରକାର। କିନ୍ତୁ ତାଙ୍କ ସ୍ୱାମୀ ସଞ୍ଜୀବ ଜୀବିତ ଥାଇଲେ ସୁମତି ମୋର ହେବେ ନାହିଁ। ତେଣୁ ମୁଁ ଏକ ଉପାୟ ବାହାର କଲି। ସଞ୍ଜୀବଙ୍କ ଗତିବିଧି ନଜର ରଖିବାକୁ ମୁଁ ମୋ ଲୋକଙ୍କୁ ପଠାଇଲି। ଏକ ରାତିରେ ସଞ୍ଜୀବ କାମରୁ ଘରକୁ ଫେରୁଥିବା ବେଳେ ମୋ ଲୋକମାନେ ତାଙ୍କୁ ହତ୍ୟା କଲେ। ତାଙ୍କ ଶରୀରକୁ ଜଙ୍ଗଲରେ ଏକ ଖାଇରେ ଫୋପାଡ଼ି ଏହାକୁ ଦୁର୍ଘଟଣା ବୋଲି ବିଶ୍ୱାସ କରାଇଲେ। ଗାଁ ଲୋକେ ଏହାକୁ ଦୁର୍ଘଟଣା ମନେ କଲେ, କିନ୍ତୁ ଏହି ଦୁର୍ଘଟଣାର ପଛରେ ମୋ ହାତ ଥିଲା ତାହା କେହି ଜାଣିନାହାନ୍ତି। ସଞ୍ଜୀବଙ୍କ ମୃତ୍ୟୁ ସହ ସୁମତି ବିଧବା ହେଲେ। ତାଙ୍କ ଜୀବନରେ ଅନ୍ଧକାର ଆସିଲା। ଏବେ ସେ ମୋ ସ୍ତ୍ରୀ ହୋଇଛନ୍ତି। ଏପର୍ଯ୍ୟନ୍ତ ମୁଁ ତାଙ୍କୁ ଛୁଇଁନି, ସେହି ସମୟ ପାଇଁ ଅପେକ୍ଷା କରୁଛି। ଏହା ପଢ଼ି ସୁମତିଙ୍କ ଆଖିରୁ ଅଝୋରେ ଲୁହ ଝରିଲା। ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପଛରେ ଏହି ନିଷ୍ଠୁରର ହାତ ଥିଲା ଜାଣି ତାଙ୍କ ଦୁଃଖ ରାଗରେ ରୂପାନ୍ତରିତ ହେଲା। ଏହି କାମୁକକୁ ଶାସ୍ତି ନ ଦେଲେ ମୋ ସ୍ୱାମୀଙ୍କ ଆତ୍ମାକୁ ଶାନ୍ତି ମିଳିବ ନାହିଁ ବୋଲି ସେ ଶପଥ ନେଲେ। ତାପରେ ସେ ତାଙ୍କ ରାଗକୁ ଲୁଚାଇ ବୁଦ୍ଧିମତ୍ତାର ସହ କାମ କରିବାକୁ ନିଷ୍ପତ୍ତି ନେଲେ। ପୁଅର ନିରାପତ୍ତା ବିଷୟରେ ଚିନ୍ତା କରି ତାଙ୍କୁ ଶାଶୁଶ୍ୱରଙ୍କ ପାଖକୁ ପଠାଇଦେଲେ। ସେତେବେଳେ ସୁମତିଙ୍କୁ ଅପ୍ରତ୍ୟାଶିତ ସାହାଯ୍ୟ ମିଳିଲା। ଗାଁରେ ସୁନନ୍ଦମ୍ମା ନାମକ ଜଣେ ବୃଦ୍ଧା ଏକା ରହୁଥିଲେ। ସୁନନ୍ଦମ୍ମା ଥିଲେ କରୁଣାକରଙ୍କ ପ୍ରଥମ ସ୍ତ୍ରୀଙ୍କ ଦୂର ସମ୍ପର୍କୀୟା। ତାଙ୍କୁ କରୁଣାକରଙ୍କ ନିଷ୍ଠୁର କାମ ବିଷୟରେ ସନ୍ଦେହ ଥିଲା, କିନ୍ତୁ ପ୍ରମାଣ ନଥିବାରୁ ସେ ଚୁପ ରହୁଥିଲେ। ସୁମତି ତାଙ୍କ କାହାଣୀ ସୁନନ୍ଦମ୍ମାଙ୍କୁ କହିଲେ। ତେବେ ସେ ଏକ ରହସ୍ୟ ପ୍ରକାଶ କଲେ। କରୁଣାକରଙ୍କ ପ୍ରଥମ ସ୍ତ୍ରୀ ମରିବା ଆଗରୁ ମୋତେ ଏକ ଚିଠି ଦେଇଥିଲେ। ତାହାରେ ଲେଖାଥିଲା, ମୋ ଜୀବନ ବିପଦରେ ଅଛି, କିନ୍ତୁ ସେତେବେଳେ ମୁଁ କିଛି କରିପାରି ନଥିଲି। ଏବେ ତୁମେ ଏହି ଚିଠି ବ୍ୟବହାର କରିପାର। ଏହି ଚିଠି ସୁମତିଙ୍କ ପାଇଁ ଏକ ବଡ଼ ଅସ୍ତ୍ର ହେଲା। ସୁନନ୍ଦମ୍ମାଙ୍କ ସାହାଯ୍ୟରେ ସୁମତି କରୁଣାକରଙ୍କ ନିଷ୍ଠୁର କାମର ଆହୁରି ପ୍ରମାଣ ସଂଗ୍ରହ କଲେ। ସେତେବେଳେ ଆଉ ଏକ ଖବର ଜଣାପଡ଼ିଲା। କରୁଣାକରଙ୍କୁ ଅଜଣା ତାଙ୍କର ଏକ ଗୁପ୍ତ ଶତ୍ରୁ ଥିଲା। ତାଙ୍କ ନାମ କୁମାର, ଜଣେ ଯୁବ ଓକିଲ। କୁମାରଙ୍କ ବାପାଙ୍କୁ ମଧ୍ୟ କରୁଣାକର ହତ୍ୟା କରିଥିଲେ। କୁମାର ତାଙ୍କ ବାପାଙ୍କୁ ହତ୍ୟା କରିଥିବା କରୁଣାକରଙ୍କ ପ୍ରତିଶୋଧ ନେବା ପାଇଁ ଏକ ସୁଯୋଗର ଅପେକ୍ଷାରେ ଥିଲେ। ସେହି ସମୟରେ ସୁମତି କୁମାରଙ୍କୁ ଭେଟିଲେ। ସେମାନଙ୍କ କଥାବାର୍ତ୍ତାରେ ଜଣାପଡ଼ିଲା ଯେ ଦୁହିଁଙ୍କର ଶତ୍ରୁ ଏକ। କୁମାର ସୁମତିଙ୍କୁ ଆଇନଗତ ସାହାଯ୍ୟ ଦେଲେ, କିନ୍ତୁ ସେମାନେ ଯାହା କଲେ ସବୁଆଡ଼େ କରୁଣାକରଙ୍କ ଲୋକ ଥିଲେ। କରୁଣାକର ତାଙ୍କ ନିଷ୍ଠୁର କାମକୁ ଲୁଚାଇବା ପାଇଁ ଗାଁର ଥାନାରେ ଜଣେ ଅଫିସରଙ୍କୁ ଲାଞ୍ଚ ଦେଇ ତାଙ୍କୁ ନିଜ କ୍ରୀଡ଼ାନକ କରି ରଖିଥିଲେ। ସେହି ଅଫିସରଙ୍କ ନାମ ଇନ୍ସପେକ୍ଟର ଅଜୟ। ସେ କରୁଣାକରଙ୍କ କଥା ମାତ୍ରେ ଶୁଣୁଥିଲେ ଓ ତାଙ୍କ ପାଇଁ କାମ କରୁଥିଲେ। ଏସବୁ ଜାଣି ସୁମତି, କୁମାର ଓ ସୁନନ୍ଦମ୍ମା ମିଶି ଏକ ଯୋଜନା କଲେ। ସେହି ଅନୁଯାୟୀ ସୁମତି କରୁଣାକରଙ୍କ ପାଖକୁ ଯାଇ କହିଲେ, ତୁମ ନିଷ୍ଠୁର କାମ ସବୁ ମୋତେ ଜଣାହୋଇଛି। ତୁମ ତିନି ସ୍ତ୍ରୀ କିପରି ମରିଲେ, ମୋ ସ୍ୱାମୀଙ୍କୁ ତୁମେ କିପରି ହତ୍ୟା କଲ, ସବୁ ମୁଁ ଜାଣିଛି। ମୁଁ ଏସବୁ ଗାଁ ଲୋକଙ୍କୁ କହିବି, ତୁମ ମୁଖା ଖୋଲିଦେବି। ଏହା ଶୁଣି କରୁଣାକର ରାଗରେ ତାଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କଲେ। କିନ୍ତୁ କରୁଣାକର ଜାଣିନଥିଲେ ଯେ ସୁମତିଙ୍କର ଏହି ନାଟକକୁ କୁମାର ଗୁପ୍ତରେ କ୍ୟାମେରାରେ ରେକର୍ଡ କରୁଛନ୍ତି। କରୁଣାକର ଯେତେବେଳେ ରାଗରେ ତାଙ୍କୁ ଆକ୍ରମଣ କରିବାକୁ ଆଗେଇଲେ, କୁମାର ଗୁପ୍ତ କ୍ୟାମେରାରେ ସବୁ ରେକର୍ଡ କରୁଥିଲେ। କରୁଣାକର ଯେତେ ଭୟ ଦେଖାଉଥିଲେ, ସୁମତି ହସି ହସି ଭୟ ନ କରିବାରୁ ତାଙ୍କ ସନ୍ଦେହ ହେଲା। ପାଖକୁ ତାକିଲେ ଦେଖିଲେ କୁମାର କ୍ୟାମେରା ହାତରେ ପରଦା ପଛରେ ଛିଡ଼ା ହୋଇଛନ୍ତି। ଏହା ଦେଖି କରୁଣାକର ଏକ ମୁହୂର୍ତ୍ତ ପାଇଁ କ'ଣ କରିବେ ବୁଝିପାରିଲେ ନାହିଁ। କୁମାର ଏକା ଆସି ନଥିଲେ।
କରୁଣାକରଙ୍କ ହାଭେଲି ଚାରିପାଖରେ ପୁଲିସ ମୁତୟନ କରିଥିଲେ ଓ ଡାକିଲେ ତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୁମାରଙ୍କ ଡାକରେ ପୁଲିସ ଆସି କରୁଣାକରଙ୍କୁ ଗିରଫ କଲେ। ସେହି ସମୟରେ ଇନ୍ସପେକ୍ଟର ଅଜୟ ଲାଞ୍ଚ ନେଉଥିବା ବେଳେ ରାଜ୍ୟ ଦୁର୍ନୀତି ଦମନ ବିଭାଗ ତାଙ୍କୁ ଗିରଫ କଲା। ଅଜୟ ନିଜକୁ ବଞ୍ଚାଇବା ପାଇଁ କରୁଣାକରଙ୍କ ନିଷ୍ଠୁର କାମ ବିଷୟରେ ଦୁର୍ନୀତି ଦମନ ବିଭାଗ ସାମନାରେ ପ୍ରକାଶ କଲେ। କରୁଣାକରଙ୍କୁ କୋର୍ଟରେ ହାଜର କରାଗଲା। ତାଙ୍କ ନିଷ୍ଠୁର କାମଗୁଡ଼ିକ ଗୋଟି ଗୋଟି ପ୍ରକାଶ ପାଇଲା। ପ୍ରଥମ ଅପରାଧ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପଛରେ ବିଷ ପ୍ରୟୋଗ ଥିଲା। ଏହା ପାଇଁ ସୁନନ୍ଦମ୍ମାଙ୍କ ଚିଠି ପ୍ରମାଣ ହେଲା। ଦ୍ୱିତୀୟ ଅପରାଧ ତୃତୀୟ ସ୍ତ୍ରୀଙ୍କ ମୃତ୍ୟୁ ପାଇଁ ମଧ୍ୟ ସେ ଦାୟୀ। ଏହା ପାଇଁ ଡାଏରୀଗୁଡ଼ିକ ପ୍ରମାଣ ହେଲା। ତୃତୀୟ ଅପରାଧ ସୁମତିଙ୍କ ସ୍ୱାମୀ ସଞ୍ଜୀବଙ୍କ ହତ୍ୟା। ଏହା ପାଇଁ ଡାଏରୀ ଓ କୁମାରଙ୍କ ରେକର୍ଡିଂ ପ୍ରମାଣ ହେଲା। ଚତୁର୍ଥ ଅପରାଧ କୁମାରଙ୍କ ବାପାଙ୍କ ହତ୍ୟା। ଏହା ପାଇଁ ଇନ୍ସପେକ୍ଟର ଅଜୟଙ୍କ ସ୍ୱୀକାରୋକ୍ତି ପ୍ରମାଣ ହେଲା। ଏସବୁ ବିଚାର କରି କୋର୍ଟ କରୁଣାକରଙ୍କୁ ଆଜୀବନ କାରାଦଣ୍ଡ ଦେଲା। ଏକଦା ଶକ୍ତି ଓ ସମ୍ମାନରେ ପୂର୍ଣ୍ଣ ଥିବା କରୁଣାକରଙ୍କ ଜୀବନ ଏବେ ଜେଲ ଦେହାଳି ମଧ୍ୟରେ ଶେଷ ହେଲା। ସୁମତି ତାଙ୍କ ସାହସ ଦ୍ୱାରା ସ୍ୱାମୀଙ୍କ ମୃତ୍ୟୁ ପାଇଁ ନ୍ୟାୟ ପାଇଲେ। ସେ ତାଙ୍କ ପୁଅ ଦୀପକ ସହ ନୂଆ ଜୀବନ ଆରମ୍ଭ କଲେ। କୁମାର ତାଙ୍କ ବାପାଙ୍କ ମୃତ୍ୟୁ ପାଇଁ ଦାୟୀ କରୁଣାକରଙ୍କୁ ଶାସ୍ତି ଦେଇ ତାଙ୍କ ବାପାଙ୍କ ଆତ୍ମାକୁ ଶାନ୍ତି ଦେଲେ। ସୁନନ୍ଦମ୍ମା ତାଙ୍କ ଜୀବନର ଶେଷ ଦିନଗୁଡ଼ିକୁ ଶାନ୍ତିରେ କାଟିଲେ। ବନ୍ଧୁମାନେ, ଅନ୍ୟାୟ ଯେତେ ଶକ୍ତି ସହ ରାଜତ୍ୱ କରୁଛି ହେ, ସାହସରେ ଛିଡ଼ା ହେଉଥିବା ଜଣଙ୍କ ସାମନାରେ ତାହା ହାରିଯାଏ। ବୁଦ୍ଧି ଅସ୍ତ୍ର ଦ୍ୱାରା ସତ୍ୟ ପ୍ରକାଶ ପାଏ। ଶେଷରେ ନ୍ୟାୟ ହିଁ ଜିତେ ଓ ଧର୍ମ ସ୍ଥାପନ ହୁଏ। ଏହି କାହାଣୀ ଯଦି ତୁମକୁ ପସନ୍ଦ ହୋଇଛି ତେବେ ଗୋଟିଏ ଲାଇକ୍ ଦିଅ। କହି ନମସ୍କାର।